नमस्कार ମୁଁ ଆପଣଙ୍କ ପ୍ରିୟ ଡିପି ଏଣ୍ଟ୍ରାନ୍ସ ଆଜି ଆପଣଙ୍କୁ ସ୍ୱାଗତ କରୁଛି ଆଜି ନୂତନ ସେସନରେ ବିଗତ ସିଡିପି ପାର୍ଟ 1 ରେ ଆମେ 50ଟି କ୍ୱେଶ୍ଚିନ୍ ଡିସ୍କସନ୍ କରିଥିଲେ। ଏହା ତାର ପାର୍ଟ 2 ଯେଉଁଥିରେ କି ବିଗତ 5 ରୁ 7 ବର୍ଷର ସମସ୍ତ ସିଡିପିର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ରହିଛି। ତ କାଳ ବିଳମ୍ବ ନ କରି ଆମେ ଆସନ୍ତୁ ସେସନଟିକୁ ଆଗେଇ ନେବା। Which of the following is an example of proximodistal development? Proximodistal କହିଲେ କ'ଣ ବୁଝିବା ଆମେ? ଯେତେବେଳେ ଶରୀରର କେନ୍ଦ୍ରରୁ ବାହାର ଆଡ଼କୁ ଗତି କରିଥାଏ ଡେଭଲପମେଣ୍ଟଟା ଯେତେବେଳେ କେନ୍ଦ୍ରରୁ ବାହାର ଆଡ଼କୁ ଗତି କରିବ ସେଠି ହେଉଛି ପ୍ରୋକ୍ସିମୋଡିଷ୍ଟାଲ। ସେଫାଲୋକୋଡାଲ କହିଲେ କ'ଣ? ଯେଉଁଟା ପାଦରୁ ହେଡ୍ ଟୁ ଟୋ। ଠିକ୍ ଅଛି। ବର୍ତ୍ତମାନ ତାହେଲେ ଅପସନ୍ ଏ ଅଙ୍ଗ ପ୍ରତ୍ୟଙ୍ଗ ପୂର୍ବରୁ ଶରୀରର ମଧ୍ୟଭାଗ ଉପରେ ନିୟନ୍ତ୍ରଣ କରିଥାଏ। ନେକ୍ସଟ ପିଲେ କ'ଣ ଦେଇଛି? ଇନ୍ ପିଆଜେସ୍ ଥିଓରି ଦ ପ୍ରୋସେସ୍ ଅଫ୍ ଚେଞ୍ଜିଂ ଏକ୍ଜିଷ୍ଟିଂ ସ୍କିମାସ୍ ଟୁ ଇନକ୍ଲୁଡ୍ ନ୍ୟୁ ଇନଫର୍ମେସନ୍। ପିଆଜେଙ୍କ ସିଦ୍ଧାନ୍ତରେ ନୂତନ ସୂଚନା ଅନ୍ତର୍ଭୁକ୍ତ କରିବା ପାଇଁ ପୂର୍ବରୁ ଥିବା ସ୍କିମାକୁ ପରିବର୍ତ୍ତନ କରିବା ପ୍ରକ୍ରିୟାଟା କ'ଣ? ଯେଉଁ ଜିନିଷଟା ପିଲା ପାଖରେ ଆଗରୁ ଅଛି ଗୋଟେ ନୂତନ ସୂଚନା ଅନ୍ତର୍ଭୁକ୍ତ କରିବା ପାଇଁ ଯେଉଁ ପୂର୍ବରୁ ଯେଉଁ ଜିନିଷଟାକୁ ପ୍ରୟୋଗ କରାଗଲା ତ ଏଇଟା ଗୋଟେ କ'ଣ? ଆକୋମୋଡେସନ୍ ବା ସମାୟୋଜନ, ଯେଉଁଥିରେ କି ଗୋଟେ ନୂତନ ଜ୍ଞାନ ବା ଅଭିଜ୍ଞତା ଅନୁଯାୟୀ ଗୋଟେ ପୁରୁଣା ଚିନ୍ତାଧାରା ବା ସ୍କିମାକୁ ବଦଳେଇ ପାରିବା ଆମେ। ଠିକ୍ ଅଛି, ତ ଅପସନ୍ ଡି। ନେକ୍ସଟ ପ୍ଲେ କ'ଣ ଦେଇଛି? ଏ ଚାଇଲ୍ଡ ଇଜ୍ ଏବୁଲ୍ ଟୁ ଗ୍ରୁପ୍ ଅବଜେକ୍ଟ ବାଇ ସେପ୍ ଆଣ୍ଡ କଲର୍ ବଟ୍ କ୍ୟାନ୍ ନଟ୍ ଅଣ୍ଡରଷ୍ଟାଣ୍ଡ ଲଜିକାଲ ଟ୍ରାନ୍ସଫର୍ମେସନ୍। ହୁଇଚ୍ ଷ୍ଟେଜ୍ ଇଜ୍ ଦିସ୍? ଜଣେ ଶିଶୁ ବସ୍ତୁକୁ ଆକାର ଓ ଲିଙ୍ଗ ଅନୁଯାୟୀ ଗୋଷ୍ଠୀଭୁକ୍ତ କରିପାରୁଛି କିନ୍ତୁ ଯୌକ୍ତିକ ରୂପାନ୍ତରିତ ବୁଝିପାରୁନାହିଁ। ଏହା ଗୋଟେ କି ପ୍ରକାର ପର୍ଯ୍ୟାୟ ଅଟେ? ଆମର 4ଟି ପର୍ଯ୍ୟାୟ ରହିଛି SPCF। ତ ୟା ମଧ୍ୟରୁ କେଉଁ ପର୍ଯ୍ୟାୟରେ ପିଲାମାନେ ସାଙ୍କେତିକ ଭାବେ ଚିନ୍ତା କରନ୍ତି କିନ୍ତୁ ସେମାନଙ୍କ ଚିନ୍ତାଧାରା ଗୋଟେ ଅଯୁକ୍ତିକ ଥାଏ, ମାନେ ସେଥିରେ କ'ଣ ଯୁକ୍ତିଯୁକ୍ତ କରିବାର କୌଣସି ବିକଳ୍ପ ତାଙ୍କ ପାଖରେ ନଥାଏ। ଏଇଟା ହେଉଛି ପ୍ରି ଅପରେସନାଲ ଷ୍ଟେଜ୍, ଅପସନ୍ ବି। ନେକ୍ସଟ ପିଲେ କ'ଣ ଦେଇଛି? ଦ କନସେପ୍ଟ ଅଫ୍ MKO ପିଲେ କହିଲେ କ'ଣ? ମୋର୍ ନଲେଜେବୁଲ୍ ଅଦର ଇଜ୍ ଆସୋସିଏଟେଡ୍ ୱିଥ୍ ଡ୍ୟାସ୍। ତାହେଲେ ମୋର୍ ନଲେଜେବୁଲ୍ ଅଦର ଆକୁ କିଏ କହିଥିଲେ? ଲେଭାଇଗଟ୍ସ କିଏ କହିଥିଲେ? ସେ କ'ଣ କହିଥିଲେ? ଶିଖିବା ପାଇଁ ଜଣେ ଅଧିକ ଜ୍ଞାନୀ ବ୍ୟକ୍ତିଙ୍କ ସହ ସହାୟତା ନେବା ଆବଶ୍ୟକତା ରହିଛି। ଯେଉଁ ଲୋକର ଯେଉଁ ବିଷୟ ଉପରେ ଅଧିକ ଜ୍ଞାନ ରହିଛି ଆମେ ଯଦି ତା ସହିତ କଣ୍ଟାକ୍ଟ କରିବା ତାଠାରୁ ଆମେ କିଛି ଏକ୍ସଟ୍ରା ଜିନିଷ ଶିଖିପାରିବା। ତ ୟାକୁ କହିଥିଲା କିଏ? ଲେଭାଇଗଟ୍ସ କି କହିଥିଲେ। ଠିକ୍ ଅଛି। ଆଉ କ'ଣ ସେ କହିଥିଲେ? ZAD, ZPD ସବୁ କହିଥିଲେ କ'ଣ? ସୋସିଆଲାଇଜିଂ ଏଜେନ୍ସି ସବୁ କହିଥିଲେ କିଏ? ଲେଭାଇଗଟ୍ସ କି କହିଥିଲେ। ଠିକ୍ ଅଛି। Which level of Kohlberg involves following rule to maintain social order? କୋଲବର୍ଗଙ୍କର କେଉଁ ସ୍ତରରେ ସାମାଜିକ ବ୍ୟବସ୍ଥା ବଜାୟ ରଖିବା ପାଇଁ ନିୟମ ମାନିବା ଅନ୍ତର୍ଭୁକ୍ତ? କେଉଁ ପର୍ଯ୍ୟାୟରେ? କନଭେନସନାଲ। କାହିଁକି? ଏହି ସ୍ତରରେ ବ୍ୟକ୍ତି ସମାଜର ନିୟମ ଓ କର୍ତ୍ତବ୍ୟକୁ ସମ୍ମାନ ଜଣାଇ ଏବଂ ନିୟମ ମାନିଥାଏ। କେଉଁ ପିରିୟଡ଼ରେ? ଅପସନ୍ ବି। ନେକ୍ସଟ ପ୍ଲେ କ'ଣ ଦେଇଛି? ଡିଫରେନ୍ସିଏଟେଡ୍ ଇନଷ୍ଟିଟ୍ୟୁସନ୍ ଇଜ୍ ୟୁଜ୍ ଟୁ ଆଡ୍ରେସ୍ ଡ୍ୟାସ୍। ଯେଉଁ ବିଭିନ୍ନତାପୂର୍ଣ୍ଣ ଶିକ୍ଷାଦାନ ରହିଛି ଗୋଟେ କାହାର ସମାଧାନ ପାଇଁକି ବ୍ୟବହାର କରାଯାଏ? ଇଣ୍ଡିଭିଜୁଆଲ ଡିଫରେନ୍ସେସ୍ ବ୍ୟକ୍ତି ପାଇଁ ବ୍ୟବହାର କରାଯାଏ। ବ୍ୟକ୍ତିଗତ ପାର୍ଥକ୍ୟ ବା ପ୍ରତ୍ୟେକ ଶିଶୁର ଭିନ୍ନ ଭିନ୍ନ ଶିଖିବାର ସାମର୍ଥ୍ୟ ଅନୁଯାୟୀ ଶିକ୍ଷାଦାନ କରିବାର ଉଦ୍ଦେଶ୍ୟକୁ ଆମେ ବୁଝିବା। ଏଇଟା ହେଉଛି ଗୋଟେ ବିଭିନ୍ନତାପୂର୍ଣ୍ଣ ଶିକ୍ଷାଦାନର ମୁଖ୍ୟ ଉଦ୍ଦେଶ୍ୟ, ଅପସନ୍ ଡି। ନେକ୍ସଟ ପ୍ଲେ କ'ଣ ଦେଇଛି? ହ୍ୱାଟ୍ ଇଜ୍ ଦ ପ୍ରାଇମେରୀ ପ୍ରପୋଜ୍ ଅଫ୍ ଡାଇଗ୍ନୋଷ୍ଟିକ୍ ଆସେସମେଣ୍ଟ? ଫାଷ୍ଟ କଥା, ଯେଉଁ ନିଦାନାତ୍ମକ ମୂଲ୍ୟାୟନ ସେ କହିଲା, ସେ ନିଦାନାତ୍ମକ ମୂଲ୍ୟାୟନ କହିଲେ ଆମେ କ'ଣ ବୁଝିବା?
ଯେତେବେଳେ ପିଲାଟା କାହିଁକି ବୁଝିପାରୁନି ତା ମୂଳ କାରଣକୁ ଆମେ ଖୋଜିକି ବାହାର କରିବା ବା ଶିକ୍ଷଣରେ ଥିବା ଦୁର୍ବଳତା ଓ ଅସୁବିଧାକୁ ଚିହ୍ନଟ କରିବା, ସେଇଟା ହିଁ ଗୋଟେ ଡାଇଗ୍ନୋଷ୍ଟିକ୍ ଟେଷ୍ଟର ମୁଖ୍ୟ ଆଭିମୁଖ୍ୟ, ଯେଉଁଟା ଶିକ୍ଷକ ସବୁବେଳେ କରିଥାଏ। ଠିକ୍ ଅଛି। ତା ପାଇଁକି ରିମେଡ଼ିଆଲ କ୍ଲାସେସ୍ ପିଲାକୁ ଦିଆଯାଇଥାଏ, ଗୋଟେ ଦୁର୍ବଳ ପିଲାକୁ। ଆଉ ଏନରିଚମେଣ୍ଟ କ୍ଲାସେସ୍ କାହାକୁ ଦିଆଯାଇଥାଏ? ଯିଏ ଟପର। ଠିକ୍ ଅଛି, ଅପସନ୍ ଡି। ନେକ୍ସଟ ପ୍ଲେ କ'ଣ ଦେଇଛି? ଆକର୍ଡିଂ ଟୁ ଗାର୍ଡେନର ଏ ପର୍ସନ୍ ହୁ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ ଦେମସେଲ୍ଫ ଡିପଲି ହାଜ୍। ଗାର୍ଡେନରଙ୍କ ଅନୁଯାୟୀ ଜଣେ ବ୍ୟକ୍ତି ଯିଏ ନିଜକୁ ଗଭୀର ଭାବେ ବୁଝିପାରନ୍ତି ତା ପାଖରେ କେଉଁ ବୁଦ୍ଧି ରହିଛି? ଶୁଣ, ଦୁଇଟା ଜିନିଷ ଅଛି, ଗୋଟେ ଇଣ୍ଟରପର୍ସନାଲ ଆଉ ଗୋଟେ ଇଣ୍ଟ୍ରାପର୍ସନାଲ। ଇଣ୍ଟରପର୍ସନାଲ କହିଲେ କ'ଣ ଆଉ ଇଣ୍ଟ୍ରାପର୍ସନାଲ କହିଲେ କ'ଣ ବୁଝିବା? ଇଣ୍ଟରପର୍ସନାଲ କହିଲେ କ'ଣ ବୁଝିବା ନା ଏହା ଅନ୍ୟମାନଙ୍କୁ ଏବଂ ସେମାନଙ୍କ ମନୋଭାବକୁ ବୁଝିବାକୁ ସୂଚାଇଥାଏ। କୋଉଟା? ଇଣ୍ଟରପର୍ସନାଲ। କିନ୍ତୁ ଇଣ୍ଟ୍ରାପର୍ସନାଲ କହିଲେ କ'ଣ? ଏଇ ଯେଉଁ ଇଣ୍ଟ୍ରାପର୍ସନାଲ ବୁଦ୍ଧିଟା ହେଉଛି ନିଜର ଭାବନା, ଶକ୍ତି ଏବଂ ଦୁର୍ବଳତା ବିଷୟରେ ସଚେତନ ହେବା। ତ ମୋର କେଉଁଠି ଭୁଲ ହେଲା ଏଇ ବିଷୟରେ ସଚେତନ ହେବ କେଉଁଥିରେ? ଇଣ୍ଟ୍ରାପର୍ସନାଲରେ। ଠିକ୍ ଅଛି, ଅପସନ୍ ଡି। ନେକ୍ସଟ ପ୍ଲେ କ'ଣ ଦେଇଛି? ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ଆନ୍ ଏକ୍ଜାମ୍ପଲ୍ ଅଫ୍ ଏକ୍ସଟ୍ରିନ୍ସିକ୍ ରିୱାର୍ଡ଼। ଏକ୍ସଟ୍ରିନ୍ସିକ୍ ରିୱାର୍ଡ଼ କହିଲେ ଆମେ କ'ଣ ବୁଝିବା? ବାହ୍ୟ ଅଭିପ୍ରେରଣାରୁ ମିଳୁଥିବା ପୁରସ୍କାର, ଯେମିତିକି ଟ୍ରଫି, ବଡ଼ ସାର୍ଟିଫିକେଟ୍, ଏସବୁ କ'ଣ ପ୍ରଶଂସା ବା ସ୍ୱୀକୃତି ପାଇଁ ମିଳିଥାଏ। ତ ଅପସନ୍ ବି। ନେକ୍ସଟ ପ୍ଲେ କ'ଣ ଦେଇଛି? ପ୍ରୋଗ୍ରେସିଭ୍ ଏଜୁକେସନ୍ ଫୋକସେସ୍ ଅନ୍ ଡ୍ୟାସ୍। ଗୋଟେ ପ୍ରଗତିଶୀଳ ଶିକ୍ଷା କାହା ଉପରେ ଧ୍ୟାନ ଦେଇଥାଏ? ଗୋଟେ ପ୍ରଗତିଶୀଳ ଶିକ୍ଷା ସବୁବେଳେ ଅଭିଜ୍ଞତା ମାଧ୍ୟମରେ ହିଁ ହେବା ଦରକାର, ଯେ ଜନ୍ ଡୁଇ କହିଥିଲେ। ଠିକ୍ ଅଛି, ତ ଅଭିଜ୍ଞତା ଏବଂ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ହିଁ ହେଇଥାଏ ପ୍ରଗତିଶୀଳ ଶିକ୍ଷାଟା। ତ ଅପସନ୍ ସି। ନେକ୍ସଟ ପ୍ଲେ କ'ଣ ଦେଇଛି? ହ୍ୱିଚ୍ ଅଫ୍ ଦ ଫଲୋଇଂ ଡେସ୍କ୍ରାଇବ୍ସ ଜୋନ୍ ଅଫ୍ ପ୍ରୋକ୍ସିମାଲ ଡେଭଲପମେଣ୍ଟ ZPD କୁ କେଉଁଟି ZPDକୁ ବର୍ଣ୍ଣନା କରେ? ତା ଭିତରୁ କେଉଁଟା ZPD ହେଉଛି ପ୍ରଥମେ କ'ଣ? ଗୋଟେ ଶିଶୁର ସ୍ୱାଧୀନ କ୍ଷମତା ଏବଂ ତା'ର ସହାୟତା ସହିତ ସମ୍ଭାବ୍ୟ କ୍ଷମତା ମାଧ୍ୟମରେ ଥିବା ପାର୍ଥକ୍ୟକୁ ବୁଝିବା। ଠିକ୍ ଅଛି, ଗୋଟେ ପିଲା କେତେ ଶିଖିଛି, ତା ବାହ୍ୟ ଅଭିପ୍ରେରଣା କିଛି ମିଳିଛି, ସେଥିରେ କିଛି ଶିଖିଛି ସିଏ, ସେ ବିଷୟରେ ଆଣିବା। କେବଳ ସହାୟତା ଦ୍ୱାରା ହିଁ ଶିଶୁ କରୁଥିବା କାର୍ଯ୍ୟର ପରିସରକୁ ହିଁ ବୁଝାଇବା। ଠିକ୍ ଅଛି, ଅପସନ୍ ସି। ନେକ୍ସଟ ପ୍ଲେ କ'ଣ ଦେଇଛି? ଏ ଷ୍ଟୁଡେଣ୍ଟ ଲେବଲ୍ସ ଅଦର ଆଣ୍ଡ ଗ୍ରୁପ୍ସ ଦେମ୍ ବେସ୍ଡ ଅନ୍ ଦେୟାର IQ ସ୍କୋର୍ସ। ଦିସ୍ ଇଜ୍ ପର୍ଟିକୁଲାର ପ୍ରାକ୍ଟିସ୍ ଇଜ୍ ଲାଇକ୍ଲି ଟୁ ଡ୍ୟାସ୍। ଜଣେ ଛାତ୍ର ଅନ୍ୟମାନଙ୍କ ସେମାନଙ୍କର IQ କହିଲେ କ'ଣ? ଇଣ୍ଟେଲିଜେଣ୍ଟ କ୍ୱୋସିଏଣ୍ଟ କଥା କହିଥିଲା କିଏ? ବିନେଟ୍ କହିଥିଲେ। ଠିକ୍ ଅଛି, ତା ସୂତ୍ର କ'ଣ? ମେଣ୍ଟାଲ ଏଜ୍ ବାଇ କ୍ରୋନୋଲୋଜିକାଲ ଏଜ୍ ଇଣ୍ଟୁ 100। ତ ଜଣେ ଛାତ୍ର ଅନ୍ୟମାନଙ୍କୁ ସେମାନଙ୍କର IQ ସ୍କୋର ଆଧାରରେ ଶ୍ରେଣୀଭୁକ୍ତ କରାନ୍ତି। ଏହି ଅଭ୍ୟାସ କ'ଣ କରେଇପାରେ? ପିଲାମାନଙ୍କ ପଢ଼ାରେ ଆଗ୍ରହ ବଢ଼େଇବ, ନା ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ କରିବ, ନା ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରିବ, ନା କମ୍ ସ୍କୋର ରଖୁଥିବା ପିଲାମାନଙ୍କର ଆତ୍ମସମ୍ମାନକୁ ହାନି ପହଞ୍ଚିବ? ଏଇଟା ହିଁ ହେବ। କାହିଁକି? ଯେତେବେଳେ ଛାତ୍ରମାନଙ୍କୁ ସେମାନଙ୍କର ବୁଦ୍ଧି ଆଧାରରେ ଯଦି ଲେବଲ କରାଯିବ, ତାକୁ ସେମାନେ କ'ଣ କରିବେ? ମାନସିକ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ଯେ ସେ ପିଲାଟା ଭଲ ପାଠ ପଢ଼ୁଥିଲା, ସେ ଗଲା, ମୁଁ ପାଠ ପଢ଼ିପାରିଲି, ମୁଁ ଅଧିକାଟା ପାଠ ତୁମର ହେଉନି, ଛାଡ଼, କାହିଁ ପାଠ ପଢ଼ିବାକୁ, ଛାଡ଼, ଏମିତିକି ସେମାନେ ଡିପ୍ରେସନ୍କୁ ପଳାନ୍ତି। ଠିକ୍ ଅଛି। ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ଏ କ୍ୟାରେକ୍ଟରିଷ୍ଟିକ୍ ଅଫ୍ ଇନକ୍ଲୁସିଭ୍ ଏଜୁକେସନ୍। ଇନକ୍ଲୁସିଭ୍ ଏଜୁକେସନ୍ କହିଲେ କ'ଣ? ଅନ୍ତର୍ନିବେଶୀ ଶିକ୍ଷା। ସେଇଟା କ'ଣ? ଯେତେବେଳେ ଗୋଟେ ଶ୍ରେଣୀରେ ସମସ୍ତ ଶିକ୍ଷାର୍ଥୀମାନଙ୍କୁ ପୃଷ୍ଠଭୂମି ବା ସାମର୍ଥ୍ୟକୁ ନିର୍ବିଶେଷରେ ସ୍ୱାଗତ କରେ। ସବୁ ପ୍ରକାର ପିଲାମାନେ ମିଳିମିଶିକି ଗୋଟେ ଜାଗାରେ ବସି ପାଠ ପଢ଼ିବେ, ବିଭିନ୍ନତାର ସମ୍ମାନ ଦେବା। ଠିକ୍ ଅଛି, ତ ଅପସନ୍ ଡି। ଆକର୍ଡିଂ ଟୁ ପିଆଜେ ଡ୍ୟୁରିଂ ଟୁ କଂକ୍ରିଟ୍ ଅପରେସନାଲ ଷ୍ଟେଜ୍ ଚିଲଡ୍ରେନ୍ ଡେଭଲପ୍ ଡ୍ୟାସ୍। ପିଆଜେଙ୍କ ଯେଉଁ ସ୍ଥୂଳ ସଂକାରଜନ୍ମୀ ପର୍ଯ୍ୟାୟ ରହିଛି, ପିଲାମାନେ କ'ଣ ବିକଶିତ କରନ୍ତି? ସେମାନଙ୍କର ସଂରକ୍ଷଣ ଆଉ ଶ୍ରେଣୀକରଣ, କ୍ଲାସିଫିକେସନ୍ କରିବେ, କନଭରସେସନ୍ କରିବେ। ଏହା ମାଧ୍ୟମରେ କ'ଣ ହେବ? ପିଲାମାନେ ବସ୍ତୁର ଗୁଣ ସେଗୁଡ଼ିକ ବିଭିନ୍ନ ଭାଗରେ ହିଁ ବାଣ୍ଟିବା ଶିଖିଥାନ୍ତି। ଠିକ୍ ଅଛି, ଅପସନ୍ ଏ।
द कॉन्सेप्ट ऑफ इंट्रा इंडिविजुअल डिफरेंसेस मीनिंग डिफरेंस गोटे अंतः व्यक्तिगत पार्थक्य ହେଉଛି କେଉଁ ପାର୍ଥକ୍ୟ गोटे इंट्रा इंडिविजुअल कहले कौन जड़े व्यक्ति पिला हुए तो गणित भल हो पारे किंतु ता चित्रांकन दुर्बल होइतबो अन्य सब्जेक्ट दुर्बल होइतबो गोटे शिशुर विभिन्न गुण मध्यम जो संपर्कटा थाए ताकू ही अंत व्यक्तिगत पार्थक्य बोली कहा जाए ठीक अच्छे नेक्स्ट प्ले कौन देछि व्हिच ऑफ द फॉलोइंग रिप्रेजेंट्स ए स्टैंडर्डाइज्ड टेस्ट गोटे मानकीकृत परीक्षा को प्रतिनिधित्व करे कोटा श्रेणी गृह मौखिक क्विज ना छात्रंकर आचरण पर्यवेक्षण करवा ना शिक्षकों द्वारा प्रस्तुत श्रेणी रे परीक्षा ना एक जातीय स्तर में प्रवेशिका परीक्षा गोटे स्टैंडर्डाइज टेस्ट करिवो ना नहीं रिप्रेजेंट करिवो कौन जातीय स्तर प्रवेशिका परीक्षा करिवो ठीक अछि जहाँकि गोटे बहुत लोक ମାନଙ୍କ ମଧ୍ୟରେ ହେଇଥାଏ गोटे सम्मानता मिलता है समान सुजोग मिलता है तो आ माध्यम से शिखिता है किछि व्हाट इज द सेल्फ एफिशिएंसी अकॉर्डिंग टू आल्बर्ट बांदुरा का अनुଯାयी आत्मदक्षता कहले आमे कौन बुझिबा जेतबले गोटे व्यक्ति निज क्षमता उपर केते भरोसा रखे ताहा ही सेल्फ एफिशिएंसी ठीक तो कौन सी कार्य सफल होगा निजर दक्षता उपर विश्वास करवा ठीक है ऑप्शन डी नेक्स्ट प्ले कौन देछि व्हिच ऑफ द फॉलोइंग इज एन एग्जांपल ऑफ स्कैफोल्डिंग बाय ए टीचर स्कैफोल्डिंग कहले हमें कौन बुझिबा एक अस्थायी सहायता जो शिक्षार्थी निजे समाधान को निजे करने को सहायक होता है ठीक अच्छे तो ऑप्शन सी कहीं जड़े छात्र अटकी जाइथबा बेले सूचना बा संकेत देवा होची एटा ठीक अच्छे नेक्स्ट प्ले कौन देछि ए टीचर uses checklist to assess a student's skill during laboratory experiment this is जड़े शिक्षक प्रयोगशाला परीक्षा समय पिलार दक्षता मापिया एक चेकलिस्ट व्यवहार करती ये कौन शिक्षण चलता समय प्रोसेस जो आसेसमेंटा कराए आसेसमेंट ऑफ लर्निंग बोली कहुए ठीक अच्छे शिक्षण पाई मूल्यांकन सीटा तो ऑप्शन बी Which developmental stage is characterized by identity and role confusion? केउं विकास मूलक पर्याय परिचय बनान भ्रम देखा जाए कौन देखा जाए आडोलोसेंस कैशोर अवस्था देखा जाए तो कही कि एरिक्सन कही कौन कही किशोर माने निजर परिचय खोजापी यही संघर्ष दे गति कर ठीक अच्छे गोटे रोल करेंगे भितर सब देखिए कौन मोहम ब्रह्मस्मिन मुझा के विषय ये गोटे आधिपत्य विस्तार चाहिए से सब व्हिच ऑफ द फॉलोइंग इज एन एग्जांपल ऑफ पॉजिटिव रीइंफोर्समेंट ताले जो सकारात्मक सशक्तिकरण एक उदाहरण अटे खराब व्यवहार पर खेलना छड़ाई नेबा ना सठिक उत्तर पर एक चॉकलेट दबा ना शिशु को भूल को अणदेखा करवा ना श्रेणी सामने जन शिक्षक को छात्रों को गाली करवा ना सठिक उत्तर पर एक चॉकलेट देवा ना नहीं नेक्स्ट प्ले कौन देछि व्हाट डज अकोमोडेशन मीन इन पियाजेस थ्योरी पियाजींकर जो समायोजन अर्थ होची कौन जेतबले पुराना ज्ञान बा नुआ तथ्य को बुझीबारे यथेष्ट हुए नहीं सेतबले स्कीमा रे परिवर्तन करा जाय थाए बा नूतन सूचना पाई विद्यमान स्कीमार परिवर्तन आनिबा होची आकोमोडेशन ठीक अच्छे जी सफिसीयंट ताको मिली थाए से से संतुष्ट हो नए तो से चेंज करी किछि नुआ जिनस शिखी थाए नेक्स्ट प्ले कौन देछि ए चाइल्ड इज अनेबल टू अंडरस्टैंड दैट द अमाउंट ऑफ वाटर रिमेन्स द सेम इवन इफ प्राउड इनटू द डिफरेंट शेप ग्लास दिस इज ड्यू ए लैक ऑफ डैश जने शिशु बुझीपार ना जे गोटे पानी कम बा सामान रहे जदि गोटे भिन्न भिन्न आकार ग्लास ढला जाए तो कहार अभाव जो यहाँ होता है यहाँ गोटे कि प्रकार जिनस सेंट्रलाइजेशन कारण गोटे शिशु केवल गोटे दिगरु उच्चता दृष्टि ध्यान दे था ओसारा दिग अणदेखा करता है सी ना नहीं तो जो शिशुटा गोटे निर्दिष्ट दिग पर ध्यान दिए अणदेखा करता है हूँ सेंट्रलाइजेशन ऑप्शन ए According to Kohlberg, social
କଣ୍ଟ୍ରାକ୍ଟ ଓରିଏନ୍ସନ୍ ବିଲଙ୍ଗସ୍ ଟୁ ହ୍ୱିଚ୍ ଲେବୁଲ୍ ଯେତେବେଳେ କୋଲବର୍ଣ୍ଣଙ୍କ ଅନୁଯାୟୀ ଗୋଟେ ସାମାଜିକ ଚୁକ୍ତି ଅଭିମୁଖ୍ୟର କେଉଁ ସ୍ତରରେ ଅନ୍ତର୍ଭୁକ୍ତ କରାଯାଇଛି। ଉତ୍ତର ପ୍ରଥାଗତ ସ୍ତରରେ ହିଁ ଏଇଟା ରହିଛି। ପ୍ରି କନଭେନସନାଲ ଯେଉଁ ସ୍ତରରେ କି ବ୍ୟକ୍ତି ବୁଝେ ଯେ ନିୟମ ଗୁଡ଼ିକ ସମାଜର କଲ୍ୟାଣ ପାଇଁ ବଦଳା ଯାଇପାରିବ। ଠିକ୍ ଅଛି। ଅପସନ୍ ଡି ହ୍ୱାଟ୍ ଇଜ୍ ଦ ଫୁଲ୍ ଫର୍ମ ଅଫ୍ TLM ଟିଚିଂ ଲର୍ଣ୍ଣିଂ ମେଟେରିଆଲ। ଅପସନ୍ ଡି। ନେକ୍ସଟ ପ୍ଲେ କ'ଣ ଦେଇଛି which intelligence is required by a pilot or a sub pilot according to Gardner। ଗାର୍ଡେନରଙ୍କ ଅନୁଯାୟୀ ପାଇଲଟ କିମ୍ବା ଗୋଟେ ସୁପରପେଟର ମାନେ ଗୋଟେ କାର୍ପେଟର ଯେଉଁଟା ମୂର୍ତ୍ତିକାର କେଉଁ ବୁଦ୍ଧି ରହିବା ଆବଶ୍ୟକ। ସ୍ଥାନିକ ବୁଦ୍ଧି। କାହିଁକି ଗୋଟେ ଜିନିଷ କରୁଛି ତା ସ୍ଥାନ ଆକାରକୁ ସେ ସବୁବେଳେ ଇମାଜିନ୍ କରିକି ସେଇ ସମୟରେ ହଠାତ୍ ଚେଞ୍ଜେସ୍ ଆଣିପାରିବ। ଠିକ୍ ଅଛି। ୟାକୁ କ'ଣ କହନ୍ତି ସ୍ଥାନିକ ବୁଦ୍ଧି ବା ସ୍ପେରିଆଲ ଇଣ୍ଟେଲିଜେନ୍ସ। ଦ ଟେଣ୍ଡେନ୍ସି ଟୁ ସି ଥିଙ୍ଗସ୍ ଓନ୍ଲି ଫ୍ରମ୍ ୱାନ୍ ଓନ୍ ପ୍ରେଜେଣ୍ଟିଭ ଇଜ୍ କଲ୍ଡ। ଜଣେ ନିଜ ଦୃଷ୍ଟିକୋଣକୁ ସବୁ ଜିନିଷ ଦେଖିବାରେ ପ୍ରବୃତ୍ତକୁ କ'ଣ କୁହାଯାଏ। ସବୁବେଳେ ସେସବୁ ଭାବେ ଯେ ଅନ୍ୟମାନେ ମଧ୍ୟ ସେଇଭଳି ଦେଖନ୍ତି ଅନୁଭବ କରନ୍ତି। ଏଇଟା ସେଇପରି ସେ କରନ୍ତି ନା ସେ କହିବେ ଯେ କ'ଣ ମୁଁ ଯେମିତି ଦେଖୁଛି ୟାକୁ ସେମିତି ଦେଖିବା ବାଧ୍ୟ। ଏଇଟା ତାଙ୍କର ଅହମ୍ ଭାବ ଗୋଟେ ଅହମ୍ କେନ୍ଦ୍ରିକତା ବା ଇଗୋସେଣ୍ଟ୍ରିଜିମ୍। ଠିକ୍ ଅଛି। ଯେଉଁଥିରେ କି ସେ ସବୁବେଳେ ନିଜ ଉପରେ ଚିନ୍ତା କରିବେ। ନେକ୍ସଟ ପ୍ଲେ କ'ଣ ଦେଇଛି which of the following is a symptom of dysgraphia। dysgraphia କହିଲେ କ'ଣ ରାଇଟିଂ ଡିଜାବିଲିଟି difficulty in writing। ଓକେ ଗଣିତର ଅସୁବିଧା ହେଇଥିଲେ ଡିସକାଲକୁଲିଆ ନା ନାହିଁ ଡିସଫାସିଆ ହେଉଛି ରିଡ଼ିଂ ଡିଜାବିଲିଟି। ଏଇଟା ଅପସନ୍ ସି। ଦ ଆବିଲିଟି ଟୁ ଥିଙ୍କ ଏବାଉଟ୍ ୱାନ୍ ଓନ୍ ଥିଙ୍କିଂ ପ୍ରୋସେସ୍। ନିଜ ଚିନ୍ତାଧାରା ବା ଚିନ୍ତନ ପ୍ରକ୍ରିୟା ବିଷୟରେ ଚିନ୍ତା କରିବାର କ୍ଷମତା କ'ଣ। ଯେତେବେଳେ ନିଜର ଶିକ୍ଷଣ ରଣନୀତିକୁ ପର୍ଯ୍ୟବେକ୍ଷଣ ବା ନିୟନ୍ତ୍ରଣ କରିବାକୁ ମେଟାକଗ୍ନିସନ୍ ବୋଲି କୁହାଯାଏ। ତ ଏହା ମାଧ୍ୟମରେ ଗୋଟେ ଶିଶୁ ନିଜ ଚିନ୍ତାଧାରା ବା ଚିନ୍ତନ ପ୍ରକ୍ରିୟା ବିଷୟରେ ହିଁ ଚିନ୍ତା କରିବା କ୍ଷମତା ଆସିବ ତାର। ତ ଅପସନ୍ ସି। which of the following is a tool of formative assessment। ଫର୍ମେଟିଭ୍ ଆସେସମେଣ୍ଟ କହିଲେ କ'ଣ ଯେତେବେଳେ ପାଠପଢ଼ା ସମୟରେ ହିଁ ପିଲାମାନଙ୍କର ପ୍ରଗତି ଜାଣିବା ପାଇଁ ବ୍ୟବହାର କରାଯାଏ। ଗୋଟେ କୁଇଜ୍ ହେଉ ଗୋଟେ ଆସାଇନମେଣ୍ଟ ଦେଇଦେବା ହେଉ ଏ ହେଉଛି କ'ଣ ଗୋଟେ ଫର୍ମେଟିଭ୍ ଆସେସମେଣ୍ଟ ପାଠପଢ଼ା ଚାଲିଥିବା ସମୟରେ କରାଯାଏ ସେଇ ଜିନିଷଟା। According to Vygotsky, language development happens through dash। ଭାଇଗୋଟ୍ସ୍କି ଅନୁଯାୟୀ ଭାଷା ବିକାଶ କାହା ମାଧ୍ୟମରେ ହେଇଥାଏ। ଭାଷାଟା ଶିଶୁର ସମାଜରେ ଯେତେବେଳେ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ହୋଇଥାଏ ବା ସୋସିଆଲ ଇଣ୍ଟରାକ୍ସନ୍ ହେଲା ପରେ ହିଁ ସେ ଭାଷାର ବିକାଶଟା ଆଉ ଟିକେ ଅଧିକ ହେଇଥାଏ। ତ ଅପସନ୍ ଡି। ଦ ଡିସ୍କଭରି ଲର୍ଣ୍ଣିଂ ମେଥଡ଼ ୱାଜ୍ ପ୍ରପୋଜ୍ଡ ବାଇ ଡ୍ୟାସ୍। ଡିସ୍କଭରି ଲର୍ଣ୍ଣିଂ କହିଥିଲା କିଏ ଜେରୋନମ୍ ବ୍ରୁନର କହିଥିଲେ। ସେ କ'ଣ ଭାବୁଥିଲେ ଯେ ପିଲାମାନେ ନିଜ ସୂଚନା ଖୋଜି ଜ୍ଞାନ ଗଠନ କରିବା ଉଚିତ। ଠିକ୍ ଅଛି। ଡିସ୍କଭରି ଲର୍ଣ୍ଣିଂ ବୋଲି ତାକୁ କୁହାଯାଏ ଜେରୋନମ୍ ବ୍ରୁନର। which of the following describes parallel play। ତ ଯେଉଁ ସମାନ୍ତରାଳ ଖେଳ ରହିଛି ତାକୁ କ'ଣ ବର୍ଣ୍ଣନା କରୁଛି କେଉଁଟା ବର୍ଣ୍ଣନା କରୁଛି ଭିତରୁ ପ୍ରତିଯୋଗିତା ପରସ୍ପର ବିରୋଧୀ ପ୍ରତିଯୋଗିତା କରିବା ନା ଜଣେ ଶିଶୁ ଅନ୍ୟମାନଙ୍କୁ ଖେଳୁଥିବାର ଦେଖିବା ନା ପିଲାମାନେ ପାଖାପାଖି ରହି କିଛି ପରସ୍ପର ସହ ନ ମିଶି ଖେଳିବା। ଏଇଟା ହିଁ ହେବ କାରଣ ଦେଇଛି ସମାନ୍ତରାଳ ଖେଳ। କାରଣ ଏଥିରେ ପିଲାମାନେ ପରସ୍ପର ଉପସ୍ଥିତିରେ ଖେଳନ୍ତି କିନ୍ତୁ ସେମାନଙ୍କ ଖେଳ ଅଲଗା ଅଲଗା। ଠିକ୍ ଅଛି। ଅପସନ୍ ସି। In an inclusive classroom, what is the role of a teacher? Inclusive classroom କହିଲେ କ'ଣ ଗୋଟେ ଅନ୍ତର୍ଭୁକ୍ତ ନିବାସୀ ଶିକ୍ଷା। ଏଥିରେ ଗୋଟେ ଶିକ୍ଷକର ଆବଶ୍ୟକତା କ'ଣ ପ୍ରତ୍ୟେକ ଶିଶୁର ଶିକ୍ଷଣ ଶୈଳୀ ଅଲଗା ଅଲଗା ହୋଇଥିବାରୁ ଶିକ୍ଷକ ସେହି ଅନୁଯାୟୀ ପଢ଼ାଇବା ଉଚିତ। ଠିକ୍ ଅଛି। ଟୁ ଆଇଡେଣ୍ଟିଫାଏ ଆଣ୍ଡ ମିଟ୍ ଇଣ୍ଡିଭିଜୁଆଲ ନିଡ୍ସ ଗୋଟେ ବ୍ୟକ୍ତିଗତ ଆବଶ୍ୟକତା ଚିହ୍ନଟ କରି ସେଗୁଡ଼ିକୁ ପୂରଣ କରିବା ଉଚିତ। ସେଥିପାଇଁ ଜଣେ ଶିକ୍ଷକ ସ୍ୱତନ୍ତ୍ର ନିଯୁକ୍ତି ପାଇଥାନ୍ତି ତାକୁ ମଧ୍ୟ ରିସୋର୍ସ ଟିଚର ବୋଲି ତାଙ୍କୁ କହନ୍ତି। ଠିକ୍ ଅଛି।
A student is very good at sports and dancing. According to Gardner, they have dash. ଜଣେ ଛାତ୍ର ଖେଳ ନାଚରେ ବହୁତ ଭଲ। ଗାର୍ଡେନର କହୁଛି ତାଙ୍କ ପାଖରେ କେଉଁ ବୁଦ୍ଧି ରହିଛି? ନିଜ ଶରୀରକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବାର ଦକ୍ଷତା, ବଡିଲି କାଇନାଷ୍ଟେଟିକ୍ ଇଣ୍ଟେଲିଜେନ୍ସ ତାକୁ କୁହାଯାଏ, ଶାରୀରିକ ଗତିଜ ବୃଦ୍ଧି ବୋଲି ତାକୁ କୁହାଯାଏ। ଅପସନ୍ ଡି। Which of the following is a statics factor of intelligence? ଗୋଟେ ସ୍ଥିର କାରକ କୋଉଟା ବୁଦ୍ଧିମତାର? ହେରିଡିଟି ଆଣ୍ଡ ଭେରିଏସନ୍, ବଂଶାନୁକ୍ରମ ଗୁଣ, ଜନ୍ମଠାରୁ ଏଇଟା ସ୍ଥିର ଥାଏ, ଏଥିରେ ପରିବର୍ତ୍ତନ ହୋଇନଥାଏ। ନେକ୍ସଟ ପ୍ଲେ କ'ଣ ଦେଇଛି? ହ୍ୱାଟ ଇଜ ଦ ଫୋକସ୍ ଅଫ ପ୍ରୋଗ୍ରେସିଭ୍ ଏଜୁକେସନ୍? ଗୋଟେ ପ୍ରଗତିଶୀଳ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ କ'ଣ? ଯେତେବେଳେ ଜନ୍ ଡ୍ୟୁ କ'ଣ କହିଥିଲେ? ଅଭିଜ୍ଞତା ଓ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ହିଁ ଶିକ୍ଷଣ ସବୁଠାରୁ ଭଲ ହୁଏ। ନା ନାହିଁ, କାର୍ଯ୍ୟ କରି କରି ଶିଖିବା, ଲର୍ଣ୍ଣିଂ ବାଇ ଡୁଇଂ, ତାକୁ ପ୍ରୋଗ୍ରେସିଭ୍ ଏଜୁକେସନ୍ ମଧ୍ୟ କୁହନ୍ତି। ଜନ୍ ଡ୍ୟୁ। ଅପସନ୍ ବି। Which of the following is a characteristics of child centered education? ଗୋଟେ ଶିଶୁ କୈନ୍ଦ୍ରିକ ଶିକ୍ଷାର ଏକ ବୈଶିଷ୍ଟ୍ୟ କ'ଣ? ତିନି ପ୍ରକାର ଲର୍ଣ୍ଣିଂ ଅଛି, ଟିଚର ସେଣ୍ଟର୍ଡ, ଷ୍ଟୁଡେଣ୍ଟ ସେଣ୍ଟର୍ଡ, ଲର୍ଣ୍ଣର ସେଣ୍ଟର୍ଡ। ତ ଶିଶୁ କୈନ୍ଦ୍ରିକ ଶିକ୍ଷାଦାନର ବୈଶିଷ୍ଟ୍ୟ ହେଉଛି କ'ଣ? ଏଠି ଶିଶୁ ହିଁ ସ୍ୱତନ୍ତ୍ର ସୁବିଧା ପାଇବା ଦରକାର, ଯେଉଁଥିରେ କି ଗୋଟେ ଟିଚର ଗୋଟେ ଜଷ୍ଟ ଏ ଫ୍ରେଣ୍ଡ, ଫିଲୋସଫର ଆଣ୍ଡ ଗାଇଡର ରୋଲ୍ ପ୍ଲେ କରିବ, ଯେଉଁଥିରେ କି ତାକୁ ବ୍ୟକ୍ତିଗତ ପାର୍ଥକ୍ୟ ପ୍ରତି ସମ୍ମାନ ଦେବା ଦରକାର, ଗୋଟେ ରେସ୍ପେକ୍ଟ ଫର ଇଣ୍ଡିଭିଜୁଆଲ ଡିଫରେନ୍ସେସ୍। ଠିକ୍ ଅଛି। ସମସ୍ତଙ୍କ ତ ପଢ଼ିବାର ଦକ୍ଷତା ନଥାଏ, ତ ସମସ୍ତଙ୍କୁ ସିଏ ସମ୍ମାନ ଦେବା ଦରକାର। ଅପସନ୍ ସି। ନେକ୍ସଟ ପ୍ଲେ କ'ଣ ଦେଇଛି? ଏ ଷ୍ଟୁଡେଣ୍ଟ ଇଜ୍ ହାଇଲି ମୋଟିଭେଟେଡ୍ ବାଇ ଦ ଇଣ୍ଟରେଷ୍ଟ ଇନ୍ ଦ ସବଜେକ୍ଟ ଇଟସେଲ୍ଫ, ଇଟ୍ ଇଜ୍ ଡ୍ୟାସ୍। ଜଣେ ଛାତ୍ର ବିଷୟ ପ୍ରତି ଥିବା ଆଗ୍ରହ ଯୋଗୁଁ ଅଧିକ ଅନୁପ୍ରାଣିତ ହୁଏ। କାହିଁକି? ତା ଯେଉଁ ନିଜ କାମରେ ନିଜେ ସନ୍ତୋଷ ହୋଇଥାଏ, ତ ଗୋଟେ ଆଭ୍ୟନ୍ତରୀଣ ଅଭିପ୍ରେରଣା ତାକୁ ଆସିଥାଏ, ଇଣ୍ଟ୍ରାନ୍ଜିଟିକ୍ ମୋଟିଭେସନ୍ ତାକୁ ଆସିଥାଏ। ଅପସନ୍ ସି। Which of the following is not an element of learning? ତ କେଉଁଟା ଶିକ୍ଷାଦାନ ଏକ ଉପାଦାନ ନୁହେଁ? ଥକାପଣ, କାରଣ ଅଭ୍ୟାସ ହଉ କି ଆଚରଣ ପରିବର୍ତ୍ତନ ହଉ, ଅଭିଜ୍ଞତା ହଉ, ଏସବୁ ଶିକ୍ଷଣର ଏକ ଉଦାହରଣ। କିନ୍ତୁ ଏଇଟା ଯେଉଁ ଥକାପଣଟା ଗୋଟେ ଅସ୍ଥାୟୀ ପରିବର୍ତ୍ତନ। ଠିକ୍ ଅଛି, ତ ଅପସନ୍ ଡି। ଯଦି ଇଣ୍ଟରେଷ୍ଟ ସବସ୍କ୍ରାଇବ୍ କରନ୍ତୁ ଆଗକୁ ଏଇଭଳି ନୂଆ ଭିଡ଼ିଓ ଆଣିବା ପାଇଁ ହେଲେ। What is the primary function of the cerebellum in brain development? cerebellum କହିଲେ କ'ଣ? ଗୋଟେ ଶରୀରର ଭାରସାମ୍ୟ ଏବଂ ସ୍ଥୂଳ ଗତିକ କୌଶଳକୁ ନିୟନ୍ତ୍ରଣ କରିଥାଏ cerebellum, ଯାହାଫଳରେ ସନ୍ତୁଳନ ଆଉ ସମନ୍ୱୟ ବଜାୟ ରହିଥାଏ। ଠିକ୍ ଅଛି, ଅପସନ୍ ଡି। A teacher provides reward for small step of learning. It is an application for dash. ଯେତେବେଳେ ଜଣେ ଶିକ୍ଷକ ଛୋଟ ଛୋଟ ପ୍ରୟାସରେ ପୁରସ୍କାର ଦିଅନ୍ତି, ଆକୁ କହିଥିଲା କିଏ? ସ୍କିନର କହିଥିଲେ। ପୁରସ୍କାର ଦ୍ୱାରା ଶିକ୍ଷଣକୁ ଦୃଢ଼ କରାଯାଇପାରେ। ଯାକୁ କ'ଣ କହନ୍ତି? ଅପରେଣ୍ଟ କଣ୍ଡିସନିଂ ବୋଲି କହନ୍ତି। ଠିକ୍ ଅଛି, ଏ କାମଟା କର, ତୁମକୁ ମୁଁ ଅମୁକଟା ଦେବି। ସେ କଣ୍ଡିସନ୍ ଆପ୍ଲାଏଡ଼ ହେଲା ପରେ ସେ ଜିନିଷଟାକୁ ସେ ଭଲସେ କଲା, ତ ଅପସନ୍ ଏ। What does I in IEP stands for? IEP କହିଲେ କ'ଣ? Individualized Education Program। ତ I refers to individualized, ବ୍ୟକ୍ତିଗତ। ଅପସନ୍ ବି। ନେକ୍ସଟ ପ୍ଲେ କ'ଣ ଦେଇଛି? Which of the following is an example of animism in Piaget's theory? ପିଆଜେଙ୍କର ଯେଉଁ ଜୀବବାଦ ରହିଛି, ଯେଉଁଥିରେ କି ସବୁ ପିଲା ଭାବନ୍ତି କ'ଣ ନିର୍ଜୀବ ବସ୍ତୁ ଦେହରେ ମଧ୍ୟ ଜୀବନ ରହିଛି, ପିଲାଟି ବିଶ୍ୱାସ କରେ। ତ ଏଇଟା ଗୋଟେ କ'ଣ? ଚାଇଲ୍ଡ ବିଲିଭ୍ସ ଦ୍ୟାଟ୍ ମୁନ୍ ଫ୍ଲୋଜ୍ ହିମ୍। ପିଲାଟି ଭାବେ ଯେ ଚନ୍ଦ୍ର ତାକୁ ପଛେ ପଛେ ଫଲୋ କରୁଛି, ଏଇଟା ହିଁ ସେ ଭାବେ, ଚନ୍ଦ୍ରରେ ଜୀବନ ଅଛି ବୋଲି। ଦ ପ୍ରାଇମେରୀ ଅବଜେକ୍ଟ ଅଫ୍ ହୋଲିଷ୍ଟିକ୍ ପ୍ରୋସେସ୍ କାର୍ଡ଼ ଇଜ୍ ଡ୍ୟାସ୍। ଗୋଟେ ସର୍ବାଙ୍ଗୀନ ପ୍ରଗତି କାର୍ଡ଼ର ମୁଖ୍ୟ ଉଦ୍ଦେଶ୍ୟଟା କ'ଣ? ଏହା ଗୋଟେ ଏମିତି କାର୍ଡ଼ ଯେଉଁଥିରେ ଶିଶୁର ଶାରୀରିକ, ମାନସିକ ଏବଂ ଆବେଗିକ ବିକାଶ ସମ୍ପୂର୍ଣ୍ଣ ଚିତ୍ରିତ ଥାଏ। ଠିକ୍ ଅଛି, ତ ଅପସନ୍ ବି। According to Erikson, in which stage does a child develop trust? ଯେତ କେଉଁ ଏରିକ୍ସନଙ୍କ କେଉଁ ପର୍ଯ୍ୟାୟରେ ଶିଶୁଟି ବିଶ୍ୱାସର ଏକ ବିକଶିତ ହୋଇଥାଏ? ଇନଫାନ୍ସିରେ ହିଁ ହେଇଥାଏ,
जन्म 1 वर्ष मध्य शिशुटा आवश्यक पूर्ण हुए से दुनिया प्रति विश्वास रखे ठीक अच्छे ऑप्शन सी व्हिच ऑफ द फॉलोइंग इज ए फाइन मोटर स्किल एक्टिविटी कोटा सूक्ष्म गतिक कौशल एक कार्य अटे फाइन मोटर स्किल कहले कौन जो अल्प मांसपेशीय बल व्यवहार होते फाइन मोटर स्किल ठीक अच्छे आ ग्रॉस मोटर स्किल कहले अधिका मांसपेशीय बल व्यवहार हुए या भितर सूतार माड़ी गुंथाटा हूँ सब कम होता है आउ सब अधिका नेक्स्ट पे कौन दीजिए द टीचर बिलीव्स दैट IQ इज फिक्स्ड एंड कैन नॉट बी इम्प्रूव दिस माइंडसेट इज डैश जड़े शिक्षक विश्वास करते जे IQ स्थिर एवं यह सुधारी जापर ना यही मनोभावटा गोटे कौन स्थिर मनोभाव कारण से विश्वास करे जे बुद्धि एवं दक्षता जन्म ठार ही स्थिर थाए फिक्स्ड माइंडसेट एटा ठीक है ऑप्शन सी नेक्स्ट प्ले कौन देखिए 99 व्हाट इज द एज रेंज ऑफ इयरली चाइल्डहुड अकॉर्डिंग टू मेनी साइकोलॉजिस्ट प्रायतः शिशुर विकास भाषा विकासटा एवं सामाजिकीकरण द्रुत गतिटा प्रायतः 2 ରୁ 6 वर्ष मध्य होता है तो यहीटा ही पारंपरिक बाल्यवस्था बोली केतक मनोविज्ञानिक प्रमाण करिसेंती ऑप्शन ए लास्ट क्वेश्चन देखिए वर्तमान हु गेव द मल्टीपल इंटेलिजेंस थ्योरी मल्टीपल इंटेलिजेंस बहु विविध बुद्धिमत्ता कहीतला किए हार्डवेयर गार्डनर कहीतले केते बार कहीतले सी 8 प्रकार बुद्धिमत्ता रही तो वर्तमान आपणकर 100टी क्वेश्चन सरला परवर्ती क्लास रे आउ 50टी क्वेश्चन आम करवा तो यही वीडियो देखिए पहले आमको लाइक शेयर सब्सक्राइब कर बेल आइकन को ऑन करंतु एतिके रहिले जय जगन्नाथ जय मां मंगला।